ଦୋଳେ च ଦୋଳ ଗୋବିନ୍ଦମ୍ ଚାପେଷୁ ମଧୁସୂଦନମ୍ ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ଲଭ୍ୟତେ। ଫଗୁ ଦଶମୀ ଠାରୁ ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଏହି ଦୋଳ ପର୍ବ ପୁରପଲ୍ଲୀରେ ଅନୁଭବ କରାଯାଏ। ଫାଲ୍ଗୁନ ମାସର ଫଗୁ ଖେଳ ଏବଂ ଠାକୁରଙ୍କର ଚାଚିରି ଭୋଗଖିଆ ଚାଚିରି ଭୋଗ ଏ ପର୍ବ ଆମର ଜୀବନଶୈଳୀ ଏବଂ ଲୋକମାନଙ୍କର ଜୀବନଚର୍ଯ୍ୟାରେ ଇନକ୍ଲୁଡ୍ ହୋଇଥିବାର ଆମେ ଲକ୍ଷ୍ୟ କରେ। ଚାଚିରି ଭୋଗ ଗୋଟେ ଏମିତି ପରମ୍ପରା, ବର୍ଷକ 12 ମାସ ଭକ୍ତ ସବୁବେଳେ ମନ୍ଦିରକୁ ଯାଇଥାଏ ଠାକୁରଙ୍କ ପାଖରେ ନିଜ ପ୍ରାର୍ଥନା ଜଣାଇବା ପାଇଁ, ପୂଜା ସମର୍ପଣ କରିବା ପାଇଁ ନିଜକୁ ଠାକୁରଙ୍କ ପାଖରେ ସମର୍ପିତ କରିଥାଏ। କିନ୍ତୁ এই ଚାଚିରି ଭୋଗ ପର୍ବରେ ଠାକୁର ଦୁଆର ଦୁଆର ବୁଲି ଭୋଗ ଖାଇଥାନ୍ତି। ମାନେ ତା ଅର୍ଥାତ୍ ଠାକୁର ଭକ୍ତ ପାଖକୁ ଆସିଥାନ୍ତି। ଆମେ ଯେତେ ଯେତେ କଥା ଦେଖିଛେ, ଶ୍ରୀକୃଷ୍ଣ ଗୋପୀମାନଙ୍କ ସହିତ କଥା, ଗୋପଲୀଳା ଏବଂ ଲଉଡ଼ି ଖେଳ, ଏସବୁ ଜିନିଷ ଆଜି ସାଙ୍କେତିକ ଭାବରେ ପରିଣତ ହୋଇଛି। ଫଗୁ ଖେଳରେ ଆରମ୍ଭ ହୋଇ ଦହି ହାଣ୍ଡି ଭାଙ୍ଗିବା କଥା ହେଉ ଏବଂ ଲଉଡ଼ି ଖେଳ ହେଉ, ଏସବୁ ଭିତରେ ଆମର ଭକ୍ତିଭାବ ଏବଂ ମଣିଷର ଜୀବନଚର୍ଯ୍ୟା ଇନକ୍ଲୁଡ୍ ହୋଇଯାଇଛି। ଆସନ୍ତୁ ଆମେ ସମସ୍ତେ ଏହି ପରମ୍ପରାକୁ ଆମେ ଯେମିତି ପୂର୍ବପୁରୁଷଙ୍କ ଠାରୁ ଆମେ ପାଇଥିଲେ ସେମିତି ଉଜ୍ଜୀବିତ କରି ରଖିବା ଏବଂ ପରବର୍ତ୍ତୀ ପିଢ଼ିକି ଦେଇଯିବା, ଯେଉଁଥିରେ ମଣିଷର ଜୀବନଶୈଳୀ ଲୁଚିକି ରହିଛି। ଆପଣମାନଙ୍କର ଜୟ ହେଉ।